ଟିକେ ରାଗ ଟିକେ ଲୁଣି ଖଟା ଖଟା ଲାଗିବ ପୁଣି। ଏମିତି ଲେମ୍ବୁ ମାଛ ବେସର ଦେଖୁ ଦେଖୁ ପାଟିରୁ ବହିବ ପାଣି। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଭିନ୍ନ ଶୈଳୀରେ ସବୁଠୁ ସହଜରେ ଲେମ୍ବୁ ମାଛ ବେସର ଆସନ୍ତୁ କରିବା ପ୍ରସ୍ତୁତ। ଚାଟିକେ ଖାଇବେ ହାତ। ଦର୍ଶକ ବନ୍ଧୁ ଆଜି ଆମେ ପ୍ରସ୍ତୁତ କରିବା ଲେମ୍ବୁ ମାଛ ବେସର। ବହୁତ ସୁଆଦିଆ, ସେଥିପାଇଁ ଆମେ ମାଛକୁ ଭଲ ଭାବରେ ଧୋଇକି କଡ଼କୁ ରଖିଦେବା। ଏବେ ବେସର ପାଇଁ ଆମେ ନେବା 1 ଚାମଚ ଜିରା, 1 ଚାମଚ କଳା ସୋରିଷ ଆଉ 2 ଚାମଚ ନେବା ହଳଦିଆ ସୋରିଷ। ଯଦି ହଳଦିଆ ସୋରିଷ ନଥାଏ ଆପଣମାନେ କଳା ସୋରିଷ ତା ଜାଗାରେ ନେଇପାରନ୍ତି, କିନ୍ତୁ ହଳଦିଆ ସୋରିଷ ଦେଲେ ତାର ସ୍ୱାଦଟା ବହୁତ ବଢ଼ିଆ ରୁହେ। ଏବେ ଆମେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ ଆଉ ଶୁଖିଲା ଲଙ୍କା କିଛି। ଲୁଣ ଦେଇକି ଆମେ କ'ଣ କରିବା ନା ପ୍ରଥମେ ଭଲ ଭାବରେ ୟାକୁ ଗୁଣ୍ଡ କରିଦେବା। ଲୁଣ ଦେଲେ ଭଲ ଭାବରେ ଗୁଣ୍ଡ କରିବା ପାଇଁ ସାହାଯ୍ୟ କରିବ। ଆଉ ବଢ଼ିଆ ଭାବରେ ଗୁଣ୍ଡ ହୋଇଗଲା ପରେ ଆମେ ତାପରେ ପାଣି ଦେଇକି ବାଟିବା, ଯାହାଫଳରେ କି ଭଲ ଭାବରେ ଚିକଣ ହୋଇକି ବେସର ମସଲା ବାଟି ହୋଇଯିବ। ଏଠି ଦେଖନ୍ତୁ ବଢ଼ିଆ ଭାବରେ ଚିକଣ ହୋଇକି ଗୁଣ୍ଡ ହୋଇଯାଇଛି। ଏବେ ଆମେ ସେଥିରେ ଦେଇଦେବା ଅଳ୍ପ କିଛି ପାଣି। ତାପରେ ଆମେ ଧନିଆ ପତ୍ରର ଡାଙ୍ଗ କିଛି ପକାଇବା। ଧନିଆ ପତ୍ର ଅପେକ୍ଷା ଧନିଆ ପତ୍ରର ଡାଙ୍ଗରେ ବହୁତ ବଢ଼ିଆ ବାସ୍ନା ଥାଏ, ତେଣୁ ଧନିଆ ପତ୍ରର ଡାଙ୍ଗ ନିଶ୍ଚୟ ପକାଇବେ। ତା ସହିତ ରାଗ ପାଇଁ କିଛି କଞ୍ଚା ଲଙ୍କା ଆଉ ରସୁଣ 10 କୋଲା ଖଣ୍ଡେ ରସୁଣ ଟିକେ ଅଧିକ ଦେବେ, ବହୁତ ବଢ଼ିଆ ସ୍ୱାଦିଷ୍ଟ ହୋଇକି ପ୍ରସ୍ତୁତ ହେବ। ଏସବୁକୁ ଆମେ ଆଉଥରେ ବାଟିଦେବା। ପୁରାପୁରି ଚିକଣ ହୋଇକି ଆମର ବେସର ମସଲା ଏଠି ପ୍ରସ୍ତୁତ ହୋଇଯାଇଛି। এই ମସଲାରେ ଆମେ ଦେବା ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଆଉ 1 ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ, ଟିକେ ହାଲକା ନାଲି ରଙ୍ଗ ପାଇଁ। ଏଇସବୁ ମସଲାକୁ ଆମେ ମାଛରେ ଦେଇଦେବା। ଏଠି ଦେଖନ୍ତୁ ମାଛକୁ ଆମେ ପ୍ରଥମରୁ ଭାଜିବାନି, ଏମିତି ଥରେ ପ୍ରସ୍ତୁତ କରନ୍ତୁ। ବହୁତ ସହଜ କିନ୍ତୁ ସ୍ୱାଦଟା ବହୁତ ବଢ଼ିଆ ରହିବ। ଏବେ ଏଇ ସୋରିଷ ମସଲାକୁ ଦେଇସାରିବା ପରେ ଦେଇଦେବା ସ୍ୱାଦ ଅନୁସାରେ ଆଉ ଟିକେ ଲୁଣ। ଏଇ ମାଛ ବେସରର ସବୁଠୁ ସ୍ୱାଦ ବଢ଼େଇବ ଏଇ ଲେମ୍ବୁ। ଏଇ ଲେମ୍ବୁର ବିଶେଷତ୍ୱ ହେଲା ଲେମ୍ବୁ ଭିତରେ ବିଲକୁଲ ମଞ୍ଜି ନଥିବ। ଆଉ ଏଇ ଲେମ୍ବୁ କଞ୍ଚା ବେଳେ ମିଠା ଲାଗିବ ହାଲକା, ଆଉ ପାଚିଗଲେ ଖଟା ଲାଗିବ। ତା ସହିତ ଲେମ୍ବୁର ଚୋପା ବିଲକୁଲ ପିତା ଲାଗିନଥାଏ। ଯଦି ଏମିତି ଲେମ୍ବୁ ଆପଣମାନେ ପାଉଥାନ୍ତି ତାହେଲେ ତ ବହୁତ ଭଲ କଥା। ଏମିତି ଲେମ୍ବୁରେ ଥରେ ଲେମ୍ବୁ ମାଛ ବେସର ପ୍ରସ୍ତୁତ କରନ୍ତୁ, ସ୍ୱାଦ ପୁରାପୁରି ଜବରଦସ୍ତ ରହିବ। ଆଉ ଯଦି ଆପଣମାନେ ଏମିତି ଲେମ୍ବୁ ପାଉନଥାନ୍ତି ତାହେଲେ ସାଧାରଣ ଲେମ୍ବୁ ମଧ୍ୟ ନେଇକି ପ୍ରସ୍ତୁତ କରିପାରିବେ। କିନ୍ତୁ ଲେମ୍ବୁକୁ ଯେତେବେଳେ ନେବେ ତାର ଭିତରର ମଞ୍ଜି ସବୁକୁ ଭଲ ଭାବରେ କାଢ଼ିଦେବେ, ତାପରେ ଏମିତି ମାଛ ବେସର ପ୍ରସ୍ତୁତ କରିବେ। ଆପଣମାନେ ତ ଆମ୍ବୁଲ ମାଛ ବେସର ନିଶ୍ଚୟ ପ୍ରସ୍ତୁତ କରିଥିବେ, ଆଉ ଟମାଟୋ ଦେଇକି ମଧ୍ୟ ମାଛ ବେସର ନିଶ୍ଚୟ ପ୍ରସ୍ତୁତ କରିଥିବେ, କିନ୍ତୁ ଥରେ ଏମିତି ଲେମ୍ବୁରେ ପ୍ରସ୍ତୁତ କରନ୍ତୁ, ଦେଖିବେ ସ୍ୱାଦ ପୁରା ଅଲଗା ରହିବ, ବହୁତ ବଢ଼ିଆ ରହିବ। ଏବେ ଆମେ ଲେମ୍ବୁକୁ ଲମ୍ବା ଲମ୍ବା ପତଳା ପତଳା କରିକି କାଟିଦେବା, ଯାହାଫଳରେ କି ମାଛ ଭଲ ଭାବରେ ସିଝିବା ସହିତ ଲେମ୍ବୁ ମଧ୍ୟ ବଢ଼ିଆ ଭାବରେ ସିଝିଯିବ। ଏବେ ଆମେ ମାଛ ମସଲା ସହିତ ଏଇ ଲେମ୍ବୁକୁ ଦେଇଦେବା, ଆଉ 2 ବଡ଼ ଚାମଚ ଦେଇଦେବା ସୋରିଷ ତେଲ। ଆମେ ଏସବୁ ଦେଇକି କଞ୍ଚା ଲଙ୍କା କିଛି କାଟିକି ପକାଇକି ଭଲ ଭାବରେ ଏସବୁକୁ ଗୋଳେଇ ଦେବା। ବିଲକୁଲ ମାଛକୁ ପ୍ରଥମରୁ ଭାଜିବେନି, ଏମିତି ଥରେ ପ୍ରସ୍ତୁତ କରନ୍ତୁ। ଆପଣମାନେ ସାଧାରଣତଃ ମାଛ ବେସର ପ୍ରସ୍ତୁତ କଲାବେଳେ ମାଛକୁ ଭଲ ଭାବରେ ପ୍ରଥମେ ଭାଜିଥାନ୍ତି, ତାପରେ ବେସରକୁ କଷିକି ତାପରେ ଆପଣମାନେ ଝୋଳ ପ୍ରସ୍ତୁତ କରିଥାନ୍ତି। କିନ୍ତୁ ଏଇ ମାଛ ବେସର ବିଲକୁଲ ଝୋଳ ରହିବନି। ଏମିତି ଆପଣମାନେ କଞ୍ଚା ମସଲାରେ କଞ୍ଚା ମାଛ ଆଉ କଞ୍ଚା ଲେମ୍ବୁ ଏସବୁକୁ ଭଲ ଭାବରେ ଗୋଳେଇକି ଆପଣମାନେ ରଖିଦେବେ ଅଧଘଣ୍ଟା ପାଇଁ, ଯାହାଫଳରେ କି ଏଇସବୁ ମସଲା ଲେମ୍ବୁ ଆଉ ମାଛ ସହିତ ବଢ଼ିଆ ଭାବରେ ମିଶିକି ରହିଯିବ। ଏବେ ଦେଖନ୍ତୁ ଅଧଘଣ୍ଟା ହେଇଗଲାଣି, ଲେମ୍ବୁ ଆଉ ମାଛ ସହିତ ଏଇ ମସଲା ବେସର ବଢ଼ିଆ ଭାବରେ ମିଶିକି ରହିଯାଇଛି। ଏବେ ଆମେ ନେବା କଡ଼େଇ, ଆଉ ବିଲକୁଲ ତେଲ ପକାଇବାର ନାହିଁ। ଏଇ ମାତ୍ର 2 ଚାମଚ ଆମେ ଯେଉଁ ସୋରିଷ ତେଲରେ ଗୋଳେଇଛେ ସେତିକି ମାତ୍ର ତେଲ ଦେଇକି ଆମେ ପ୍ରସ୍ତୁତ କରିବା ଆଜିର ଲେମ୍ବୁ ମାଛ ବେସର। ସିଧାସଳଖ କଡ଼େଇରେ ବସାଇଦେବେ, ଆଉ ଦେଖନ୍ତୁ ତା ଉପରେ ଉପରେ ଲଦିକି ଦେବେନି, ଏମିତି ଖେଳେଇକି ଘୋଡ଼େଇକି ରଖିଦେବେ ପୁରାପୁରି କମ୍ ଜାଳରେ। ବିଲକୁଲ ଜାଳକୁ ବଢ଼େଇବେନି, ଏମିତି କମ୍ ଜାଳରେ ପ୍ରଥମରୁ ଶେଷ ଯାଏଁ ଆମେ ମାଛକୁ ପ୍ରସ୍ତୁତ କରିବା। କିଛି ସମୟ ପରେ ଆପଣମାନେ ଢାଙ୍କୁଣୀ କାଢ଼ିଦେବେ, କାଢ଼ିକି କେବଳ ଓଲଟେଇ ଦେବେ। ଏଠି ଦେଖନ୍ତୁ
ମାଛ ଲେମ୍ବୁ ଆଉ ବେସର ମସଲାରେ ହାଲକା ହାଲକା ପାଣି ଆସିଯିବ। ତାପରେ ଆପଣମାନେ କ'ଣ କରିବେ ନା ଧୀରେ ଧୀରେ କରିକି ଓଲଟେଇବେ, ଯେହେତୁ ମାଛ ପୁରାପୁରି ନରମ ଅଛି। ତାପରେ ଓଲଟେଇ ସାରିବା ପରେ ଆମେ କିଛି 5-7 କୋଲା ରସୁଣ ଏମିତି ଗୋଟା ପକାଇଦେବା। ବହୁତ ବଢ଼ିଆ ବାସ୍ନା ଆସିବ ଆଉ ସ୍ୱାଦ ବି ବହୁତ ବଢ଼ିଆ ରହିବ। ତାପରେ ଆମେ ଆଉ ଥରେ ଓଲଟେଇ ଦେବା, ଆଉ କିଛି ସମୟ ଛାଡ଼ିଦେବା ତା'ର ଆରପଟଟି ଭଲ ଭାବରେ ହେବା ପାଇଁ। ଏବେ ଦେଖନ୍ତୁ କିଛି ସମୟ ପରେ ଆମେ ଢାଙ୍କୁଣୀକୁ କାଢ଼ିଦେବା। ପୁରା କମ୍ ଜାଳରେ ଏମିତି ପ୍ରସ୍ତୁତ କଲେ ମାଛ ତା ସହିତ ଲେମ୍ବୁ ଆଉ ମସଲା ବେସର ଆଉ କଞ୍ଚା ଲଙ୍କା ରସୁଣ ଗୋଟା ଏସବୁ ବଢ଼ିଆ ଭାବରେ ଧୀରେ ଧୀରେ ସିଝିଯିବ। ଚାରିପଟୁ ଯେତେବେଳେ ହାଲକା ଟିକେ ପୋଡ଼ିଯିବ ଆଉ ଭିତରେ ଦେଖିବେ ହାଲକା ହାଲକା ଟିକେ ରସ ରହିଥିବ, ସେହି ସମୟରେ ଆମେ ଧନିଆ ପତ୍ର କଟା କିଛି ପକାଇଦେବା ଭଲ ବାସ୍ନା ଆଉ ସ୍ୱାଦ ପାଇଁ। ଘୋଡ଼େଇ ଦେବା। ଏବେ ଚୁଲିରୁ କାଢ଼ିଦେବା ଆଉ ଗରମା ଗରମ ଆପଣମାନେ ପଖାଳ ଭାତ ହଉ ଗରମ ଭାତ ହଉ ପରସି ପାରିବେ। ପୁରାପୁରି ସୁଆଦିଆ। ଆପଣମାନେ ଯଦି ମାଛ ପ୍ରେମୀ ହେଇଥାନ୍ତି ତାହେଲେ ମାଛର ଏଇ ବ୍ୟଞ୍ଜନଟି ଆପଣମାନଙ୍କୁ ସବୁଠୁ ବହୁତ ବଢ଼ିଆ ଲାଗିବ। ପ୍ରସ୍ତୁତି ପ୍ରଣାଳୀ ବହୁତ ସହଜ, କିନ୍ତୁ ସ୍ୱାଦଟା ପୁରାପୁରି ଜବରଦସ୍ତ। ମାଛଟା ଉପରୁ ହାଲକା ପୋଡ଼ି ପୋଡ଼ି ଯାଇଥିବ ଆଉ ଭିତରଟା ଲେମ୍ବୁ ରସ ବେସର ମସଲା ଗୋଟା ରସୁଣ କଞ୍ଚା ଲଙ୍କା ସ୍ୱାଦରେ ପୁରାପୁରି ଭରି ହେଇକି ରହିଥିବ। ଟିକେ ଖଟା ଖଟା ରାଗୁଆ ରାଗୁଆ ଲାଗୁଥିବ। ତା ସହିତ ଲେମ୍ବୁ ଚୋପା ବି ପୁରା ନରମ ହେଇକି ଭାରି ସୁଆଦିଆ ଲାଗିବ। ଆପଣମାନେ ଥରେ ଏମିତି ପ୍ରସ୍ତୁତ କରନ୍ତୁ, ଗରମ ଭାତ ହଉ କି ପଖାଳ ଭାତ ହଉ ପୁରାପୁରି ଜମିଯିବ। ଏମିତି ଭିନ୍ନ ଶୈଳୀରେ ଲେମ୍ବୁ ମାଛ ବେସର ଥରେ ପ୍ରସ୍ତୁତ କରନ୍ତୁ, ଖାଆନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ, ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଆଉ ଏମିତି ଲେମ୍ବୁ ମାଛ ବେସରରେ ଆପଣମାନେ ଟିକେ ଯଦି ହାଲକା ଝୋଳ ରଖିବାକୁ ଚାହୁଁଥାନ୍ତି ତାହେଲେ ଯେତେବେଳେ ମାଛ ଭଲ ଭାବରେ ହେଇଯିବ ଦୁଇ ପଟ ଆଉ ଟିକେ ପାଣି ଦେଇକି ଫୁଟେଇ ଦେବେ, ଯାହାଫଳରେ କି ହାଲକା ଟିକେ ଝୋଳ ହେଇକି ରହିବ। ଯଦି ଆପଣମାନେ ଏମିତି ଶୁଖିଲା ପ୍ରସ୍ତୁତ କରିବାକୁ ପସନ୍ଦ କରୁଥିବେ ତାହେଲେ ଏମିତି ମଧ୍ୟ ନା ଭଜା ନା ତରକାରୀ ଏମିତି ମଧ୍ୟ ପ୍ରସ୍ତୁତ କରିକି ଖାଇପାରିବେ। ଦେଖନ୍ତୁ ଲେମ୍ବୁ ଚୋପା କେତେ ନରମ ହେଇଛି। ମାଛର ବାସ୍ନା ଆଉ ବେସରର ମସଲା ବଢ଼ିଆ ଭାବରେ ଲେମ୍ବୁ ମଧ୍ୟ ବେଶ ସୁଆଦିଆ ଲାଗିବ। ଏମିତି ନିଶ୍ଚୟ ଥରେ ବନାନ୍ତୁ ଆଉ ଖାଆନ୍ତୁ। ତା ସହିତ ଆମେ ଯେଉଁ ରସୁଣ ପକାଇଥିଲେ ରସୁଣ ବଢ଼ିଆ ଭାବରେ ସିଝି ଯାଇଛି। ରସୁଣକୁ ଚକଟି ଦେବେ। ପଖାଳ ଭାତ ଗୋଟେ କଂସା ଜାଗାରେ 2 କଂସା ଖାଇବେ। ଦେଖୁ ଦେଖୁ ପାଟିରୁ ପାଣି ଆସିଯାଉଛି ନା। ଏଥର ମାଛ ଏମିତି ନିଶ୍ଚୟ ପ୍ରସ୍ତୁତ କରନ୍ତୁ। ଆଜିର ପ୍ରସ୍ତୁତି କେମିତି ଲାଗିଲା ବିନମ୍ରତାର ସହିତ ଅନୁରୋଧ ନିଶ୍ଚୟ ଜଣେଇବେ। ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ସହିତ ହାଇପ୍ ମଧ୍ୟ କରିଦେବେ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।